ବହୁ ଖୋଜା। ପାଖାପାଖି 5 ବର୍ଷ ହବ ଦାସ ବାବୁ ତାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ପାଇଁ ଭଲ ଝିଅଟିଏ ଖୋଜୁଛନ୍ତି। ହେଲେ ଆଜିକାଲିକା ସମୟରେ ଭଲ ଝିଅଟିଏ ମିଳିବା କ'ଣ ଏତେ ସହଜ, ଯିଏକି ରୂପ ଗୁଣ ସବୁଥିରେ ଭଲ ହୋଇଥିବ। ବହୁତ ଖୋଜାଖୋଜି କରିବା ପରେ ଶେଷରେ ହତାଶ ହୋଇ ଦାସବାବୁ ପାଖ ଗାଁର ବିଖ୍ୟାତ ପଣ୍ଡିତ ଗୋକୁଳାନନ୍ଦ ମହାରାଜଙ୍କ ପାଖକୁ ନିଜ ସମସ୍ୟା ନେଇ ଯିବାକୁ ସ୍ଥିର କଲେ। ଏକଦା ସୋମବାର ସକାଳୁ ସକାଳୁ ଦାସବାବୁ ନିତ୍ୟକର୍ମ ସାରି ତାଙ୍କ ଚିରାଚରିତ ଢଙ୍ଗରେ ପାନ ଖଣ୍ଡେ କଳରେ ଜାକି ତାଙ୍କ ଭଙ୍ଗା ଛତାଟି ସାଙ୍ଗରେ ନେଇ ବାହାରିଲେ ପଣ୍ଡିତଙ୍କ ଘରକୁ। ପଣ୍ଡିତ ମହାରାଜ ତାଙ୍କ ପୂଜାପୂଜି ସାରି ବସିଥାନ୍ତି। ସେହି ସମୟରେ ଦାସବାବୁ ଯାଇ ପହଞ୍ଚିଗଲେ। ଦାସବାବୁ, ପଣ୍ଡିତେ ନମସ୍କାର। ପଣ୍ଡିତେ, ନମସ୍କାର ନମସ୍କାର। ଆସନ୍ତୁ ଦାସବାବୁ, ବସିବା ହୁଅନ୍ତୁ ଏବଂ ଆସିବାର ଅଭିପ୍ରାୟ କ'ଣ କୁହନ୍ତୁ। ଦାସବାବୁ, ମହାରାଜ, ପୁଅ ଲାଗି ଗତ 5 ବର୍ଷ ଧରି ଭଲ ବୋହୂଟିଏ ଖୋଜୁଛି, ହେଲେ ପାଉନି। ଖୋଜି ଖୋଜି ଥକିଗଲିଣି। ଆପଣ ମୋ ସମସ୍ୟାର କିଛି ଗୋଟେ ସମାଧାନ କରନ୍ତୁ ଆଜ୍ଞା। ପଣ୍ଡିତେ, ଦାସବାବୁ, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କ ସମସ୍ୟାର ସମାଧାନ କରିଦେବି। ଆପଣ ପ୍ରଥମେ ମୋ ପାଇଁ ପାଖ ବଗିଚାରୁ ସବୁଠୁ ସୁନ୍ଦର ଫୁଲଟି ତୋଳି ଆଣି ଦିଅନ୍ତୁ, କିନ୍ତୁ ସର୍ତ୍ତ ହେଉଛି ଥରେ ଆଗକୁ ଗଲେ ଆଉ ପଛକୁ ବୁଲିବେ ନାହିଁ। ପଣ୍ଡିତ ମହାରାଜାଙ୍କ କଥା ଶୁଣି ଦାସବାବୁ ପାଖ ବଗିଚା ଆଡ଼କୁ ଅଗ୍ରସର ହେଲେ। କିଛି ସମୟ ପରେ ଦାସବାବୁ ଖାଲି ହାତରେ ଫେରି ଆସି ପଣ୍ଡିତଙ୍କ ପାଖରେ ପହଞ୍ଚିଲେ। ଦାସବାବୁଙ୍କୁ ଖାଲି ହାତରେ ଫେରିବା ଦେଖି ପଣ୍ଡିତେ ପଚାରିଲେ, ଦାସବାବୁ, ଆପଣଙ୍କୁ କ'ଣ ସୁନ୍ଦର ଫୁଲ ମିଳିଲା ନାହିଁ? ଦାସବାବୁ, ପଣ୍ଡିତେ, ମୁଁ ଭଲରୁ ଅତି ଭଲ ଫୁଲ ପାଇବା ଆଶାରେ ଆଗକୁ ଆଗକୁ ବଢ଼ି ଚାଲିଲି। ବାଟରେ ଅନେକ ସୁନ୍ଦର ଫୁଲ ଦେଖିଲି, କିନ୍ତୁ ଆହୁରି ଭଲ ଫୁଲ ପାଇବା ଆଶାରେ ଆଗକୁ ବଢ଼ି ଚାଲିଲି। ଦୁର୍ଭାଗ୍ୟବଶତଃ ଶେଷରେ କେବଳ ଶୁଖିଲା ମଉଳା ଫୁଲ ମିଳିଲା। ପଣ୍ଡିତେ, ଦାସବାବୁ, ଜୀବନ ମଧ୍ୟ ଏହି ପ୍ରକାର ଅଟେ। ସବୁଠାରୁ ଯୋଗ୍ୟର ଅନୁସନ୍ଧାନରେ ଭ୍ରମିତ ହୋଇ ରହିବ ତ ଯାହା କିଛି ସମ୍ଭବ ତାହା ମଧ୍ୟ ହାତରୁ ଖସିଯିବ। ସେଥିପାଇଁ ଯାହା ପ୍ରାପ୍ତ ହେଉଛି ସେଥିରେ ହିଁ ସନ୍ତୁଷ୍ଟ ରହିବାର ବୃତ୍ତି ଉତ୍ପନ୍ନ କରନ୍ତୁ। ଏହା ହିଁ ଆପଣଙ୍କ ସମସ୍ୟାର ପ୍ରକୃତ ସମାଧାନ। ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।